ସାଙ୍ଗମାନେ ଜୟ ଜଗନ୍ନାଥ। ଆଜି ସକାଳୁ ସବୁକିଛି ସାଧାରଣ ଥିଲା, କିନ୍ତୁ ରାସ୍ତାରେ ଗଲାବେଳେ ମୋର ହଠାତ୍ ଗୋଟେ କଥା ମନେ ପଡ଼ିଯାଇଥିଲା। ସେଇ ଗୋଟେ ସ୍ମୃତି ହିଁ ମୋତେ 4 କିଲୋମିଟର ଆଗକୁ ନେଇଗଲା। ହଠାତ୍ କାହିଁକି ଏଇ ସ୍ମୃତିଟି ମନେ ପଡ଼ିଗଲା, ଭିଡ଼ିଓରେ ଦେଖିବା ଚାଲନ୍ତୁ। ସାଙ୍ଗମାନେ ଦେଖନ୍ତୁ, କ୍ଲାଇମେଟ୍ ବର୍ତ୍ତମାନ ପୁରା କ୍ଲିଅର ଅଛି। ଏବେ ଯିବା ସାଇକେଲିଂ କରିବା ପାଇଁ। ମୋ ସାଇକେଲ ରେଡ଼ି ହେଇଯାଇଛି ଏଠି। ଆଜି ସକାଳୁ ଉଠିଲି, ଦେଖିଲି ପାଗ ବହୁତ ସୁନ୍ଦର ଅଛି, ୱେଦର ପୁରା କ୍ଲିଅର ଅଛି। ଭାବିଲି ଆଜି ସାଇକେଲିଂ ବହୁତ ଭଲରେ ହେବ, କାହିଁକି ନା ଡକ୍ଟର କହିଛନ୍ତି ରିକଭରି କରିବା ପାଇଁ ତୁମକୁ ଏକ୍ସରସାଇଜ, ରେଗୁଲାର ସାଇକେଲିଂ ଆଉ ମର୍ଣ୍ଣିଂ ୱାକ୍ କରିବାକୁ ପଡ଼ିବ। ତ ସେଇ ଆଶାରେ ସାଇକେଲ ଧରିକି ମୁଁ ବାହାରି ପଡ଼ିଲି। ତ ସାଙ୍ଗମାନେ, ଆଜି ମୁଁ ସାଇକେଲିଂ କରିବାକୁ ଗୋଟେ ନୂଆ ଜାଗାକୁ ଆସିଛି, ନୂଆ ଏରିଆକୁ। ତ କେବେ ମୁଁ ଆସିନି ଏପଟକୁ। ମାନେ ବହୁତ ଭ୍ୟୁ ବହୁତ ବଢ଼ିଆ ଲାଗୁଛି ଏଇ ଏରିଆର। ଏତେ ସୁନ୍ଦର ବାତାବରଣ ଆଉ ସୁନ୍ଦର ରାସ୍ତା ଦେଖିକି ମୁଁ ଧୀରେ ଧୀରେ ସାଇକେଲ ଚଲାଇ ଯାଉଥିଲି। ସେହି ରାସ୍ତା ଯାଇକି ମିଶିଥିଲା ହାଇୱେରେ। ସେଇଠି ମୋତେ ହଠାତ୍ ମନେ ପଡ଼ିଯାଇଥିଲା ଏଇ ରାସ୍ତା ଦେଇ ମୁଁ ଦିନେ ଯାଉଥିଲି ରେଷ୍ଟୁରାଣ୍ଟକୁ। କାହିଁକି କେଜାଣି ଆଜି ସେଇ ପୁରୁଣା ସ୍ମୃତି ଗୁଡ଼ାକ ମନେ ପଡ଼ିଯାଇଥିଲା। ଗେଷ୍ଟମାନଙ୍କର ଅର୍ଡ଼ର ନେବା, ଭଲ ଭଲ ଆଇଟମ୍ କରିକି ଖାଇବାକୁ ଦେବା, ଆଉ ଗେଷ୍ଟମାନଙ୍କର ପ୍ରଶଂସା ଶୁଣିବା, ସେଇ ଜିନିଷ ଗୁଡ଼ାକ ଆଜି ବହୁତ ମନେ ପଡ଼ିଥିଲା। ସେହି ପୁରୁଣା ସ୍ମୃତି ଗୁଡ଼ାକ ମନେ ପକାଇ ଆଜି 4 କିଲୋମିଟର କେତେବେଳେ ମୁଁ ସାଇକେଲ ଚଲାଇ ପଳେଇ ଆସିଲି, ମୋତେ ଜଣା ହିଁ ପଡ଼ିନଥିଲା। ସକାଳୁ ଯେତିକି ଖୁସି ମନରେ ଘରୁ ବାହାରିଥିଲି, ତାଠୁ କେତେ ଗୁଣରେ ଦୁଃଖ ମନରେ ନେଇ ଆସିଲି। ମନରେ କଷ୍ଟ, ଆଣ୍ଠୁରେ ଯନ୍ତ୍ରଣା, ତାପରେ ବି ମୁଁ ହାର ମାନିନଥିଲି। ଘରେ ପହଞ୍ଚିଲା ପରେ ଡକ୍ଟର କହିବା ଅନୁସାରେ ଏକ୍ସରସାଇଜ କରିଥିଲି, ଆଉ ତା ସହିତ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା ମଧ୍ୟ କରୁଥିଲି। ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ, ଆପଣମାନଙ୍କର ଭଲ ପାଇବା ଆଉ ସପୋର୍ଟ ମୋତେ ବହୁତ ଶୀଘ୍ର ଭଲ କରିଦେବ। ମୁଁ ଫେରିଯିବି ପୁଣି ରେଷ୍ଟୁରାଣ୍ଟକୁ। ସକାଳର ଏହି କଷ୍ଟ ସମୟରେ ମଧ୍ୟ ଗୋଟେ ଖୁସି ମୁହୂର୍ତ୍ତ ବି ଆସିଥିଲା। କିଛି କାରଣ ପାଇଁ ମୁଁ ଯାଇଥିଲି ଆମ ଗାଁ ସ୍କୁଲକୁ। ସେଇଠି ମୋର କୁନି କୁନି ଫ୍ୟାନ୍ ମାନେ ମୋତେ ଦେଖି ବହୁତ ଖୁସି ହେଇଥିଲେ, ଆଉ ମୋ ସହିତ ଫଟୋ ବି ଉଠେଇଥିଲେ। ସାଙ୍ଗମାନେ, ଏହା ଥିଲା ମୋ ରିକଭରି ଜର୍ଣ୍ଣିର ଡେ 8। ପ୍ରତ୍ୟେକ ଦିନ ଶରୀର ସହିତ ମନ ମଧ୍ୟ ଷ୍ଟ୍ରଙ୍ଗ କରିବାକୁ ଚେଷ୍ଟା କରୁଛି। ଆଉ ଆପଣମାନଙ୍କର ଭଲ ପାଇବା ଆଉ ସପୋର୍ଟ ଏମିତି ରହିଥାଉ। ରହିଲି, ଜୟ ଜଗନ୍ନାଥ।